ତ ଦର୍ଶକ ବନ୍ଧୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ଆଗାମୀ 25 ତାରିଖ ଦିନ ମିଳିବ। ହଁ ଦର୍ଶକ ବନ୍ଧୁ କିଛି ନୂଆ ଅପଡେଟ ଆସିଛି ଆମ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତ କଣ କରିଛନ୍ତି ଘୋଷଣା, ଚାଲନ୍ତୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସମ୍ପୂର୍ଣ୍ଣ ଅପଡେଟ ପାଇପାରିବେ। ଏଣୁକରି ଭିଡ଼ିଓଟିକୁ ଶେଷ ଯାଏଁ ଦେଖନ୍ତୁ, ଜାଣିବା ଯେ ସୁଭଦ୍ରା ଯୋଜନାର ପଞ୍ଚମ ପର୍ଯ୍ୟାୟ କିସ୍ତି ଟଙ୍କା କାହାକୁ ମିଳିବ ଏବଂ କେଉଁ ମା ଭଉଣୀ ମାନେ ସର୍ବପ୍ରଥମେ ଟଙ୍କା ପାଇବେ। ହଁ ଦର୍ଶକ ବନ୍ଧୁ, ଯେଉଁ ମା ଭଉଣୀ ମାନେ ଅପେକ୍ଷା କରୁଛନ୍ତି ଯେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା କେବେ ଆସିବ, ତ ଅପେକ୍ଷାର ହେଲା ଅନ୍ତ। ହଁ ଦର୍ଶକ ବନ୍ଧୁ, ବହୁତ ଜଲ୍ଦି ଏହି ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ମିଳିବାକୁ ଯାଉଛି। ଆପଣ ଲକ୍ଷ୍ୟ କରୁଥିବେ ଏହି ଗୋଟିଏ ବର୍ଷରେ ଅର୍ଥାତ୍ 2026 ରେ 3 ରୁ 4 ଥର ମା ଭଉଣୀ ମାନଙ୍କୁ ସୁଭଦ୍ରା ଯୋଜନା ଟଙ୍କା ମିଳୁଛି। କିନ୍ତୁ 4 ଥର ମିଳିବା ସତ୍ତ୍ୱେ ବହୁତ ମା ଭଉଣୀ କହୁଛନ୍ତି ଆମକୁ ତ 4 ଥର ମିଳିନି, ଆମକୁ ଥରେ ମିଳିଛି। ହଁ ଏହା ସତ, ଯଦି ଆପଣ ଜଣେ ଯୋଗ୍ୟ ହିତାଧିକାରୀ ଅଛନ୍ତି ତାହେଲେ ଆପଣଙ୍କୁ ଥରେ ମିଳିଛି। କାହିଁକି ଏ କଥା ହେଇଛି ନା, ଯେଉଁମାନେ ନୂଆ ଆପ୍ଲାଏ କରିଥିଲେ କିମ୍ବା କୌଣସି ତ୍ରୁଟି କାରଣ ସେମାନେ ପୂର୍ବରୁ ପଇସା ମିଳୁନଥିଲା, ସେମାନଙ୍କୁ କଣ କରାଯାଉଛି ନା ଏକା ବେଳକେ ପଇସା ମିଳୁଛି। ହଁ ଦର୍ଶକ ବନ୍ଧୁ, ଏକା ବେଳକେ ଏହି ସବୁ କିସ୍ତି ଯୋଉ ମିଳୁଛି ସେମାନଙ୍କୁ ହିଁ ମିଳୁଛି। ତ ଆପଣ ଯେ ପଇସା ଆପଣଙ୍କୁ ଆସିନି କାହିଁକି। ଆଉ ଗୋଟେ କଥା ରହିଲା ଦର୍ଶକ ବନ୍ଧୁ, ଯଦି ଆପଣ ଚାହୁଁଛନ୍ତି ସୁଭଦ୍ରା ଯୋଜନାରେ କାହିଁକି ଲୋକମାନଙ୍କର ପଇସା ଆସୁନଥିଲା, ଆପଣଙ୍କର ପରବର୍ତ୍ତୀ କିସ୍ତି ଆସିବ କି ନାହିଁ, କାହିଁକି ନା ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡ ଲିଙ୍କ କରିଛନ୍ତି, କେୱାଇସି କରିଛନ୍ତି, ତାହେଲେ ଆପଣଙ୍କ ଆକାଉଣ୍ଟ ଡାଇରେକ୍ଟ ପଇସା ଆସିବ। ଆପଣଙ୍କୁ କେୱାଇସି କରିବାକୁ ପଡିବ ଫାଷ୍ଟ, କେୱାଇସି କଲା ପରେ ଆପଣଙ୍କ ଆକାଉଣ୍ଟକୁ ପଇସା ଆସିବ। ତ ଦର୍ଶକ ବନ୍ଧୁ, ଆମକୁ ନିହାତି କମେଣ୍ଟ କରି ଜଣାନ୍ତୁ ଯେ ଆପଣ ସୁଭଦ୍ରା ଯୋଜନାର ଜଣେ ଯୋଗ୍ୟ ହିତାଧିକାରୀ ନା ଜଣେ ଅଯୋଗ୍ୟ ହିତାଧିକାରୀ। ତା ସହିତ ଆପଣ କେତୋଟି କିସ୍ତି ପାଇଛନ୍ତି ସୁଭଦ୍ରା ଯୋଜନାରୁ ଆମକୁ ନିହାତି କମେଣ୍ଟ କରି ଜଣାଇବେ। ଅର୍ଥାତ୍ ଆପଣଙ୍କୁ ଠିକ ଭାବରେ ଚତୁର୍ଥ ପର୍ଯ୍ୟାୟରେ କିସ୍ତି ଟଙ୍କା ଆସିଛି କି ନାହିଁ, ତା ସହିତ ଆପଣ ଯଦି ଜଣେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ତାହେଲେ ଆମର ଜଣାଇବେ ଯେ ଆପଣ କେଉଁ ଜିଲ୍ଲାରୁ ଆମର ଏହି ଭିଡିଓକୁ ଦେଖୁଛନ୍ତି। ଦର୍ଶକ ବନ୍ଧୁ ରହିଲି, ନମସ୍କାର।